ସାଙ୍ଗମାନେ ଆଉ ଏଇଠି କିଛି କାଲି ହେଇଯିବ ଆଜି ବ୍ଲଗ୍ କିଛି କରିନଥିଲି, ସେଥିପାଇଁ ସନ୍ଧ୍ୟାବେଳେ ଆରମ୍ଭ କଲି। ଆଉ କେଉଁଠୁ ଆରମ୍ଭ କଲି ଜାଣିଛନ୍ତି ନା? ଦେଖନ୍ତୁ ଆଜି କି ତରକାରୀ ହେଇଛି ଆମର। ହେଇଠି ଅଣ୍ଡା ତରକାରୀ। ପତିଦେବ କହିଲେ ଯେ ହଁ ସବୁବେଳେ ଆଜି ମାଛ କରିଛି କିନ୍ତୁ ଅଳପ ତରକାରୀ କରିଛି। କହୁଛନ୍ତି ମୁଁ ଏଇଠି ଚିକେନ୍ ଖାଇଲିଣି, ମାଛ ଖାଇଲିଣି, ଚୁଙ୍ଗୁଡ଼ି ଖାଇଲିଣି, ଅଣ୍ଡା ତରକାରୀ ଖାଇନି, ଟିକେ ଅଣ୍ଡା ତରକାରୀ ମୋ ପାଇଁ କଲେ ହୁଅନ୍ତାନି? ବୋଲି ଆଜ୍ଞା ଆପଣଙ୍କ କଥା ଠିକ୍ ଅଛି, ତାହେଲେ ମୁଁ ଅଣ୍ଡା ତରକାରୀ କରୁଛି। ସେଥିପାଇଁ ଏଇଠି ମୁଁ ଅଣ୍ଡା ତରକାରୀ କରିଛି ତାଙ୍କରି ପାଇଁ। ମୋର କ'ଣ ଅଛି ଜାଣିଛନ୍ତି? ଚାଲନ୍ତୁ ଦେଖିବା। ଏଇଠି ତତଲା ଭାତ ଅଛି। ଏଇଠି ମୋର ମାଛ ଭଜା ଅଛି, ପ୍ଲସ୍ ମାଛ ତରକାରୀ ବି ଅଛି ନାଞ୍ଜ। ଇଏ ହେଉଛି ମୋର ଏତିକି ଯେତିକି ଲାଇନ୍ରେ ଅଛି। ଇଏ ମୋର ପେଜ ମୁଁ ଘୋରେଇଥିଲି। ଏଇଟା ଯେହେତୁ ରୁଟି କଲି କାଢ଼ି ନେଇଗଲି, ସେଥିପାଇଁ ଏଇଟା ଘୋରେଇଛି। ଆଉ ଟିଫିନ୍ ଭାବିଛି ମାଛ ଭଜା ଖାଇପାରିବିନି, ରଖିଦେବି ତାଙ୍କ ପାଇଁ ଶୁକ୍ରବାରକୁ। ଆଉ ଇଏ ମୋର ମାଛ ତରକାରୀ ଭାତ ଖାଇବି, ତାଙ୍କର ଅଣ୍ଡା ତରକାରୀ ରୁଟି ସେ ଖାଇବେ। ମୁଁ ଡାଲଚିନି ଗୋଳେଇଥିଲି। ସାଙ୍ଗମାନେ ଲୁକ୍ଟା ତ ବଢ଼ିଆ ମସ୍ତ ହେଇଛି, ପୁରା ତାଙ୍କର କଷାଳିଆ କରିଦେଇଛି। କ'ଣ ଖାଇବେ ପତିଦେବ ଖାଇଲା ବେଳେ ମୁଁ ଆପଣମାନଙ୍କ ସହିତ ସେୟାର କରିବି। ବାସ୍ନା ତ ବଢ଼ିଆ ଆସୁଛି, କିନ୍ତୁ ପତିଦେବ ନାହାନ୍ତି, ଯାଇଛନ୍ତି ସଉଦା ଆଣିବାକୁ। ଘରେ କିଛି ବି ସଉଦା ନାହିଁ। ପୁରା ଡନ୍। ଆପଣମାନେ ଯଦି ଖାଇବେ ଜଲ୍ଦି ଜଲ୍ଦି ଆସନ୍ତୁ, ପୁରା ଡନ୍। ପତିଦେବ ଆସିଲେ ଖାଇକି କହିବେ କେମିତି ହେଇଛି। ସେ ପର୍ଯ୍ୟନ୍ତ ମୋ ସହିତ ରୁହନ୍ତୁ, ଆପଣମାନଙ୍କ ସହିତ ସେୟାର କରିବି କ'ଣ କହୁଛନ୍ତି ମୋ ହାତ ରନ୍ଧା। ପତିଦେବଙ୍କର ବି ହାତ ଅଛି। ସେ ମସଲା କଷି କଷି ଗଲେ, ମୁଁ ଖାଲି ଅଣ୍ଡା ପକେଇଲି, ଆଳୁ ପକେଇଲି, ଲାଷ୍ଟକୁ ଗରମ ମସଲା ପକେଇଲି। ଏତିକି କରିଛି। ସାଙ୍ଗମାନେ ଆମର ସକାଳ ହବ ମାନେ ଆମର ଚାଠୁ ଆରମ୍ଭ। ଠାକୁର ପୂଜା, ଚା ହେଇଗଲାଣି। ଆଣିକି ଆମେ ବନ୍ଦ କରିଦେବା। ଦେଖନ୍ତୁ ମୋର ନୂଆ ସସ୍ପେନ୍, ଆଉ ସେଇଟା ଯେ ଦେଖାଉଛି କେମିତି ହେଇଛି। ଏଇଟା ବନ୍ଦ କରିଦିଏ, ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ ଏଇଟା ଆଣିଥିଲି 99ରୁ। ତା ଭିତରେ ଦେଖୁଛି ନା ଯୋଗୁଁ ଚା'ଟା ଭାରି ମାନେ ପୁରା ଖରାପ କରିଦେବ। ତୁମେ ଯେତେ ବହଳିଆ କର କି ଯାହା ବି କର, ଚା' ଖରାପ କରିଦିଏନି। ଦେଖନ୍ତୁ ନା 99ରୁ ଏଇଟା ଆଣିଥିଲି। ତା ବଦଳରେ ଏଇଟା ଆମ ଘର ଲୋକ ଦେଇଥିଲେ ଚା ସସ୍ପେନ୍। ଏଇ ଚା ସସ୍ପେନ୍ରୁ ମୋର ମନେ ପଡ଼ିଯାଏ ମୋ ଶାଶୁଘର କଥା। ଛାଡ଼, ମୁଁ ଚାହେଁନି କହିବା ପାଇଁ କି କହିଲେ ମହାଭାରତ ହେବ। ଖାଲି ପଦେ କହିଦେଉଛି, ଯେହେତୁ ଶାଶୁ ମା କହିଥିଲେ। ଆମ ଦାଣ୍ଡକୁ ଆସିଥିଲେ, ମାନେ ସବୁ ବିକ୍ରି କରିବାକୁ ଆସନ୍ତି ନା ଛୁଟି ଦେଇ। ଏ ସସ୍ପେନ୍ କିଣିବା ପାଇଁ ମୋ ଶାଶୁ ମା କହିଲେ, ମୋତେ କହିଲେ କିଣା ହେବନି, ତୋ ବାପା ମାଆଙ୍କୁ ଯାଉନୁ କହିବୁ ଦେବେ। ଦେଖ ଆଜି ହିଁ ମୋ ବାପା ମା ଦେଇଛନ୍ତି ଏଇଟା। ଏଇ କଥା ବେଳେବେଳେ ଶାଶୁମାନଙ୍କର କଥା ଭାରି କଷ୍ଟ ଲାଗେ। କିଛି କିଣା ହେବନି, କିଛି ମାନେ ତୁମ ମନ ପସନ୍ଦରେ କିଛି ଜିନିଷ କିଣିପାରିବନି ଶାଶୁ ଘରେ। ସେଇଟା ହିଁ ଦୁଃଖ ଲାଗେ। ସେ ଏଇ ୱାର୍ଡ଼ ଯେଉଁ କହିଥିଲେ ମୋତେ ଭାରି କଷ୍ଟ ହେଇଥିଲା। ଆଜି ଦେଖ ଏଇ ସସ୍ପେନ୍ରେ ଧରିଛି। ବର୍ଷା ପାଗରେ ପିଠା ହେଇଥିଲା, ଏଥର ଖରା ପାଗରେ ପିଠା। ମୋର ଗୋଟେ ପାଗ ନା ରୁଟି କରିଦେଲାଠୁ ପିଠା ଉଠୁନି। ଆପଣମାନେ ଆସନ୍ତୁ ନା, ମୁଁ କଥା କରିସାରେ ଆପଣ ମନ ଦୁଃଖ। ସାଙ୍ଗମାନେ ଆସନ୍ତୁ ଖାଇବା। ଆମ ଘରେ ହେଇଛି ଆଜି କୋବି ପୋଟଳ ଆଳୁ ତରକାରୀ। ଭାତ ଦେହରେ ଆଳୁ ପକେଇ ଦେଇଛି। ଗୀତ ଟିକେ କମାଅ।
ଆଉ କ'ଣ କରିବି ହେଇକି ଆଜି ପତିଦେବଙ୍କ ହାତ ତିଆରି ପତିଦେବ ଯେବେ ରୁହନ୍ତି ତରକାରୀଟା ପୁରା ଡନ୍। ମୁଁ ତ ରୋଷେଇ ଶିଖିନି, ମୋ ମା ମୋତେ ରୋଷେଇ ଶିଖେଇ ନାହାନ୍ତି। ମୁଁ ଖାଲି ଝୁଲଣାରେ ବସେ, ଝୁଲେ, ଅଳ୍ପ ପକାଉ, ବେଶୀ ପକାଇଲେ ବେଶୀ ଅବାଗିଆ ଲାଗେ। ଲାଷ୍ଟକୁ ଘରେ ଡାଲଚିନି ଗୁଣ୍ଡ ପଡ଼ିଲା, ସେତିକି। ଆଉ ମୁଁ ତ ରୋଷେଇ ଶିଖିନାହିଁ, ମୋତେ ତ ରୋଷେଇ ଆସେ ନାହିଁ। ଆଉ କ'ଣ କରିବା ସାଙ୍ଗମାନେ, ମୋତେ ତ ରୋଷେଇ ଆସେ ନାହିଁ। ବାସ୍ନା ପୁରା 2 ଗୁଣ ପଡ଼ିଗଲା। ନା ମୋତେ ସତରେ ରୋଷେଇ ଆସେ। ମୁଁ କେବଳ ଖାଇଛି ଆଉ ଝୁଲଣା ଲାଗିଛି, ଝୁଲି ଜାଣିଛି। ଆଉ କିଛି ସାଙ୍ଗମାନେ ସତରେ ଜାଣିନେଇ। ଏଇ ଥିଲା ମୋର ଆଜିର ରୋଷେଇ। ଏଇଟା ଖାଲି ଧୋଇଦେବା, ଏମିତି ସବୁ ଆଉ ଛୋଟ ମୋଟ ଆଉ ପଖାଳ ବି ଏଇଠି ଅଛି। ପଖାଳ ଭରିଛି, ଆମେ ପଖାଳ ଖାଇବୁ। ସେଥିପାଇଁ କି ଇଏ କଷା ହେଇଛି। ପଖାଳ ଖାଇବୁ ବୋଲି ଆମେ ଆକୁ କଷା କରୁଛୁ। ଆଧିରେ ବି ଭାତ 2ଟା ବସେଇଛି, କାଲିକି ପଖାଳ ଖାଇବୁ ବୋଲି। ଆଳୁ 2ଟା ସିଝେଇଛି। ଯେତେ ଯାକ ପଖାଳ ବେଷ୍ଟ, ଅଲ୍ ଦ ବେଷ୍ଟ। ମାନେ ଆସନ୍ତୁ ଖାଇବାକୁ। ଆମର ଇଏ ପଖାଳ ଭାତ, ତାଧିରେ ଲେମ୍ବୁ, ମିକ୍ସଚର, ପିଆଜ, ଇଏ ପୋଟଳ କଷା, ଇଏ ହେଉଛି ପୋଟଳ କୋବି ଆଳୁ କଷା, ଇଏ ହେଉଛି ଆଳୁ ଭର୍ତ୍ତା, ଆଳୁ ଦଳା ହେଇଛି। ଇଏ ହେଉଛି ଆଜି ଆମର ଖାଇବା। ଆପଣମାନେ ଯଦି ଖାଇବେ ଜଲ୍ଦି ଆସନ୍ତୁ। ଆଉ ଇଏ ଲୁଣ, ଏଠି ପତିଦେବ ଆସିନାହାନ୍ତି। ଆଉ ଇଏ ଥିଲା ଆଜିର ଖାଇବା ଆମର। ଆପଣମାନେ ଯଦି ଖାଇବେ ଆମ ଘରକୁ ଆସନ୍ତୁ। ଇଏ କୋବି ଆଳୁ ଲସା, ଇଏ ପୋଟଳ କଷା, ଇଏ ମିକ୍ସଚର ପିଆଜ, ଇଏ ଆଳୁ ଦଳା, ଇଏ ପଖାଳ ଭାତ, ଇଏ ଲୁଣ, ଇଏ ହେଉଛି ଲେମ୍ବୁ, ଇଏ ହେଉଛି ଲୁଣ। ଆପଣମାନେ ଯଦି ଖାଇବେ ଆସନ୍ତୁ। ପତିଦେବ ଗାଧୋଇକି ଆଇଲେ, ଆଲୁଅ ମାର, ସେ ଠାକୁରଙ୍କୁ ନମ ହେବେ, ତାପରେ ଯାଇକି ଆସିବେ ଖାଇବାକୁ। ମୁଁ କିଛି ବ୍ଲଗ୍ ଏଇଠି କରିପାରୁନାହିଁ, ମୋତେ ଟାଇମ୍ ମିଳୁନାହିଁ। ଟାଇମ୍ ମିଳିଲାଠୁ ଇଚ୍ଛା ହେଉନି କରିବାକୁ। ମେଘ ହେଉଥିଲା ଗୋଟେ ପ୍ରକାର, ଯେମିତି ମେଘ କମିଗଲା ପୁଣି ଯୋଉଆକୁ ସେଇଆ। ମୁଁ ଏଇଠି ବସିଛି, ଚାଖେଣ୍ଡେ ବି ନୁହେଁ, ଏତିକି ଛାଡ଼ିକି ପଖାଳ ଭାତ। ହଉ, ସେ ଏଡ଼େ ଜୋର ଫ୍ୟାନ୍ ଚଲେଇଲେଣି, ଆଉ କିଛି ଶୁଭିବନି। କୁଣ୍ଡେଇ ହେଉଛି, କୁଣ୍ଡେଇ ହେଲା, ଆଉ ଘଷା ହେଲା, କୁଣ୍ଡେଇ ହେବନି। ଗାଧେଇକି ଆଇଲ ଆଉ। ହଉ, ମୁଁ ଯାଉଛି ଖାଇବି, ମୋତେ ଭୋକ କଲାଣି। ଆମେ ପୁଣି ଦେଖାହେବା, ପରେ କଥା ହେବା। ହ୍ୟାଲୋ ସାଙ୍ଗମାନେ, ଗୁଡ଼୍ ମର୍ଣ୍ଣିଂ। କେମିତି ଅଛ? ଭଲ ଅଛ ନା? ମୁଁ ତ ଜମା ବି ଭଲ ନାହିଁ। କାଲିଠୁ ମୋ ଦେହ ଜମା ବି ଭଲ ନାହିଁ। ଆଜି କିଛି ବ୍ଲଗ୍ କରିନି। ଯେତିକି ମୁଁ ସବୁ କରିଛି। ବୁଧବାର ଟିକେ କରିଛି, ଗୁରୁବାର ଟିକେ କରିଛି, ଶୁକ୍ରବାର ଟିକେ କରିଛି, କାଲି ଶନିବାର ଟିକେ କରିଛି, ଆଜି ଛୁଟିବାରରେ କରୁଛି। କାଲି ରାତିଠୁ ତ ମୋର ଖରାପ ହେଇଛି ଯେ କ'ଣ କହିବି ସାଙ୍ଗମାନେ। ଏଇଟା ଟିକେ ଭଲ ଲାଗିବାରୁ ମୁଁ ଟିକେ ଏଇଠି ବସିଛି, ଶୋଇଛି। ଟିକେ ଭଲ ଲାଗିଲା ବୋଲି ଟିକେ ବ୍ଲଗ୍ କଲି, ଭାବିଲି ଆପଣଙ୍କ ସହିତ ଟିକେ କଥା ହେଇଯାଏ। କ'ଣ କହିବି ସାଙ୍ଗମାନେ, ଫ୍ୟାନ୍ଟା ଯାଉଛି ଯେ ଖାଲି ଫଡ଼ ଫଡ଼ ଘଁ ଶୁଭିବ। ଥଣ୍ଡା ଗୋଟେ ଗ୍ୟାସ୍ ହେଇଯାଇଛି। ଗ୍ୟାସ୍ରୁ ମୋ ପେଟ ବିନ୍ଧା ହେଉଛି ଯେ କାଲିଠୁ ପୁରା ଆଜି ଯାଏ। ମୁଁ କହୁଛି ଗ୍ୟାସ୍ରୁ ପେଟ ବିନ୍ଧୁଛି, କ'ଣ ହେଇଛି ଯେ ଭଗବାନ ଜାଣିଥିବେ। ପୁରା ବାଁ ସାଇଡ଼୍ ପେଟ ପୁରା କାଲିଠୁ ସନ୍ଧ୍ୟା ବେଳରୁ ଆଜି ଯାଏ। ଗୋଟେ ଗ୍ୟାସ୍ ବଟିକା, ଗୋଟେ ଦାମିକିଆ ଗ୍ୟାସ୍ ବଟିକା ଗୋଟେ ଆଣିଲି, ଖାଇଲି। ଖାଲି ମୁଁ କ'ଣ ଖାଇଛି ସାଙ୍ଗମାନେ, ଫାଷ୍ଟ ମୁଁ ସବୁବେଳେ ମୋର ପାନ ମଧୁରୀ ଆଉ ହେଉଛି ଲବଙ୍ଗ, ଏଇ 2ଟା ମୋର ପ୍ରିୟ। ମୁଁ ସବୁବେଳେ ତାକୁ ଖାଏ। ଖାଲି ତାକୁ ଖାଇଲି, ଇନୋ ପିଇଲି, ଥମ୍ସଅପ୍ ପିଇଲି, ଆଉ ଜଲଜିରା ଥଣ୍ଡା ପିଇଲି। ଏତେ ସବୁ ପିଇ ସାରିଲା ପରେ ତାପରେ ଯାଇକି ମରିଚ ଚୁରିକି ସୁପାରି ପିଇଲି, ଜିରା ଲୁଣ ଖାଇଲି। ଏତେ ସବୁ ଖାଇଲି,
ଭଲ ହେବାର ନାଁ ହିଁ ସେ ଧଇଲାନି। ରାତି ଯାକ ମୁଁ ଖାଲି ଏପଟ ଏପଟ ହେଇ ବିନ୍ଧା ହେଇ କ'ଣ କହିବି ସାଙ୍ଗମାନେ ଜୋରରେ ବିନ୍ଧା ହେଲା, ଏତେ ବିନ୍ଧା ହେଲା ଏତେ ବିନ୍ଧା ହେଲା ବିଶ୍ୱାସ କରି ସାଙ୍ଗମାନେ, ମାନେ ମୁଁ ଆଉ ନିଜକୁ ସମ୍ଭାଳି ପାରିନି। 5ଟା ରାତିରେ ଠିକ୍ ମୁଁ ରାତି ଯାକ ତ ଶୋଇନି, 5ଟାରୁ ଉଠିଲି। ମୋତେ ସତ କଥା ଡର ସବୁ ଯାକ ହେଉଛି, ଡର ହେଉଛି ମୋତେ। ଏତେ ଡର ମାନେ ସୀମାହୀନ ଡର ମୋତେ। ଘର ଭିତରେ ମୋର ସବୁ ଥାଇକି ବି ମୋତେ ଡର। ରାତି ଅଧିକା ହେଇଗଲେ ମାନେ ମୁଁ ଆଉ ଲାଟ୍ରିନ୍ ଘରକୁ ଯିବି, ସେଇଟା ମୋ ଗାଧୁଆଘର ଲାଟ୍ରିନ୍ ସବୁ ମିଶାଇକି ମୁଁ ଯିବି ମୋତେ ଏମିତି ଡର। ଘର ବି ମୋତେ ସାଙ୍ଗରେ ଘର ଭିତରେ ସବୁ ଥାଇକି ମୋତେ ଡର। ମୁଁ ଗୋଟେ କ'ଣ ଗୋଟେ ଡରିବା ଗୋଟେ ଅଭ୍ୟାସ ମୋତେ ଡର। ତାପରେ ଏଇଟା ଉଠିଲି ନାହିଁ, 5ଟା ଦିନ ବାଜିଲା ଉଠିଲି, 15ଟା ଘଣ୍ଟା ବୋଲି ଖର୍ଚ୍ଚା ହେଲାନି। ଯେ ଗଲି ପରିସ୍ରା ଗଲି, ବସିଲି, ଆସିଲି ଗୋଟିଏ ଗ୍ୟାସ୍ରେ ଉଷୁମ ପାଣି ନଖ ଉଷୁମ ପାଣି କଲି, ଜିରାକୁ କଳା ଲଙ୍କା ଗୋଳେଇଟାକୁ ପିଇଲି, ଗ୍ୟାସ୍ ଗୋଟେ ଖାଇଲି, ଖାଇସାରି ପାଣି ପିଇଲି 5ଟା ଏ ଭୋର 5ଟାରେ ଉଠିଲି। ତାପରେ ତ ଟିକେ କମିଲା ମୁଁ କ'ଣ କରିବି, ଶୋଇପଡ଼ିଲି। ଆଖି ନିଦ ଲାଗିଯାଇଛି, ଉଠିଲା ବେଳକୁ ଆସିକି ହେଲାଣି 7ଟା 10 କେବେ ବି ମୋର ଏମିତି ଡେରି ହୁଏନି। ମୁଁ ଫାଷ୍ଟ ଡେରି ଥିବ ମୋର 6:30, 5ଟାରୁ 6:30 ଭିତରେ ମୁଁ ଦେହ ଖରାପ ଥିଲେ ହାର୍ଟ 5:30 6:30 ମାନେ ମୋତେ 5ଟା 5:30 ନହେଲେ 6ଟାରେ ଉଠୁଛି କାଁ ଭାଁ ମୋର 6:30 ହେଇଯିବ, ନହେଲେ ମୋତେ 6ଟା ନହେଲେ 5:30। ଉଠି ମଣ୍ଡପରେ ଉଠିକି ମୁଁ କ'ଣ କରିବି, ପେଟ ତ ବିନ୍ଧୁଛି ଆଉ କ'ଣ କରିବି। ମୁଁ ସେଇଆ ଭାବିକି କ'ଣ କଲି ନା ସାଙ୍ଗମାନେ ଶୋଇପଡ଼ିଛି। ଉଠିଲା ବେଳକୁ 7:30। ମଣ୍ଡପରେ ଗାଧେଇକି ଠାକୁର ପୂଜିକି ପୁଣି ଲବଙ୍ଗ ପାଣି ପିଇ ଦେଇ ଗଲି ପୋଦିନା ପତ୍ର ଆଣି ଖାଇଲି। ଏ ପୋଦିନା ପତ୍ର ଖାଇଲି, ତାପରେ ଟିକେ ରେଷ୍ଟ ନେଲି। ତାର ପତିଦେବ ଯାଇକି ମେଡ଼ିସିନ ଷ୍ଟୋରରେ ଏମିତି ମୋ ଯାହା ହେଉଛି କହିକି ଆଣିଲି ଔଷଧ, ଖାଇବାରୁ ମେଡ଼ିସିନ ଖାଇଲି। ଆଉ ମୁଁ ନାହିଁ କାଲିଠୁ ବି ବିଶ୍ୱାସ ସେମାନେ ଖାଇନି କିଛି ନାହିଁ। ପଖାଳ ଆଳୁ ସିଝେଇଲି, ପଖାଳ ଆଳୁ ଦ୍ୱାରା ଖାଇଦେଲି। ଏଇଟା ଟିକେ ଭଲ ଲାଗୁଛି। ଗ୍ୟାସ୍ ହେଲେ ବାନ୍ତି ହୁଏ, ମୁଣ୍ଡ ବୁଲାଏ, ପେଟ କାମୁଡ଼ିକି ଧରେ, କିନ୍ତୁ ବିନ୍ଧିବା ମୁଁ କେବେ ଜାଣିନଥିଲି। ମାନେ ଏକ୍ସେସ୍ ବିନ୍ଧା, ମୁଁ ଏମିତି ବିନ୍ଧୁଥାଏ ମୁଁ ପୁରା ଡରିଗଲି। ମୁଁ ମାଲୋ କ'ଣ ଆଉ କ'ଣ ହେଇଗଲା ନା କ'ଣ ଏମିତି ବିନ୍ଧୁଛି। ରାତି ଯାକ ବା କହୁଛି ବିନ୍ଧୁଥାଏ, ବିଶ୍ୱାସ କରିବା ସାଙ୍ଗମାନେ ଶୋଇ ନାହିଁ ରାତି ଯାକ ମାଡ଼ି। ମୁଁ ରୋଷେଇ କରିନି, ପଖାଳ ଅଛି 11:30 ହେଲେ ନାନା କଙ୍କଡ଼ା ଦେଇଛନ୍ତି, ଦେଶୀ କଙ୍କଡ଼ା ନାନାଙ୍କୁ ଦେଲି, ସେ ଛଡ଼େଇ ଦେଲେ। ଆପଣ କେବେ ପାଟିକଟା ଦେହ ମୋର ମଶା ଧରେ ନାହିଁ, ନାନା କଙ୍କଡ଼ା ଦେଲି। ସିଏ ଯଦି କଙ୍କଡ଼ା ଆଣିଥିଲେ କାଲି ମଞ୍ଚେଇକି ରଖିଥିଲି, ଆଉ ନାନା ଦେଇକି ଛଡ଼େଇ ଦେଲେ। ନାନା ଦେଇଛନ୍ତି, କରି ଥୋଇଛି, ବାଛିକି ଦେଇଛନ୍ତି, ମୁଁ ଥୋଇଛି। ଭାତ ବସେଇବି, ପିଆଜ ଅଛନ୍ତି, ମୁଣ୍ଡ ସବୁ ସଜାଡ଼ିକିରି ତମେ ତରକାରୀ କରିବ। ମୁଣ୍ଡ ବି ତା ଦେହରେ ଖାଲି ମୁଣ୍ଡ ବିନ୍ଧା ହେଉଛି। କ'ଣ କହିବି ସାଙ୍ଗମାନେ, ଜମା ବି ଭଲ ଲାଗୁନି, ଜମା ବି ମନଟା ଭଲ ଲାଗୁନି। ଯେହେତୁ କିଛି ବି ବ୍ଲଗ୍ କରିନେଇନି, ଭାବୁଛି କିଛି ବ୍ଲଗ୍ କରି ଆପଣଙ୍କ ସେୟାର କରି ଦେହ ମୁଣ୍ଡ କଥା ସାଙ୍ଗମାନେ କହି ହେବନି। କେତେବେଳେ କ'ଣ ହେବ ସେଟା ଉପରବାଲା ଜାଣିଛନ୍ତି। ବୁଧବାରରୁ କିଛି ବୁଧବାର ମୁଁ ରାତିରେ ଅଣ୍ଡା ତରକାରୀ କରିଥିଲି, ଆଉ ଗୁରୁବାରେ ଚା, ଶୁକ୍ରବାରେ ଶାଗ ଭଜା,
କରିବେନି ଜଲ୍ଦି ଜଲ୍ଦି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓକୁ ଫାଷ୍ଟ କ୍ଲାସ୍ ଦେଖନ୍ତୁ। ଏ ଗରିବ ବୋଉଟା ଯଦି କିଛି ଭୁଲ କରିଦେଇଛି ମୋତେ କ୍ଷମା କରିଦେବେ। ଏ ଗରିବ ବୋଉର ତ ସବୁବେଳେ ଦେହ ମୁଣ୍ଡ ଖରାପ ହେଉଛି। ଆଉ କ'ଣ କରିବି ସାଙ୍ଗମାନେ। ଆର ଗୋଟେ ସର୍ଟ ଭିଡ଼ିଓ କରିକି ବି ଛାଡ଼ିଛି। ନା ସନ୍ତୋଷୀ ନା ଦେହ ସବୁବେଳେ କାହିଁକି ଖରାପ ହେଉଛି ମୁଁ ନିଜେ ବି ଜାଣିପାରୁନି। ଆପଣ ଯଦି କଙ୍କଡ଼ା ତରକାରୀ ଦେହ ଯଦି ଭଲ ଲାଗେ ତାହେଲେ ଆପଣମାନଙ୍କ ସହିତ ସେୟାର କରିବି। ପୁଣି ପ୍ରଥମ ଥର ପାଇଁ କଙ୍କଡ଼ା ତରକାରୀ ଏଠି ଘରେ କରିବି। ମୁଁ ଜୀବନରେ କେବେ ମୁଁ କଙ୍କଡ଼ା ତରକାରୀ କରିଛି ଘରେ ମୋତେ ଶାଶୁ ଘରେ କରିଥିଲି। ଯେଉଁଥିପାଇଁ ଆମକୁ ସମସ୍ତଙ୍କୁ ଭଲ ଲାଗିଲା, କିଛି ଜଣଙ୍କୁ ଭଲ ଲାଗିଲା ତରକାରୀ। କ'ଣ ପାଇଁ ଭଲ ଲାଗିଲାନି ସେଇଟା ତ ମୁଁ ଜାଣିନି। ତାପରେ ସେକେଣ୍ଡ ଆମ ଘରେ କରିଥିଲି। ହଁ ମୁଁ ସାନ ନଣନ୍ଦ କିଏ ଆପଣମାନେ ଜାଣିଛନ୍ତି? ସେ ହେଉଛି ନିକି। ତାକୁ ମୁଁ ଡାକେ ହାଉଡ଼ି ୱାନ୍ରେ ସେ ତ ବାହା ହେଇଗଲା ବଡ଼ ଲକ୍ଷ୍ମୀ। ଏ ନିକି ସିଏ ମୋତେ କଙ୍କଡ଼ା ଧରିକି ଦେଇଥିଲା ଶୀତ ଦିନେ ଦେଇଥିଲା। ମୁଁ ଆମକୁ ନେଇଥିଲି ମାନେ ମାଛ ଚିଙ୍ଗୁଡ଼ି ଆଉ କଙ୍କଡ଼ା ସବୁ ମିଶେଇ ଖାଇଲେ ଜମ ହେଲାନି। ଆଉ ତାପରେ ବୁଝାଇଛି ପୁରା ଝୋଳ ମାନେ 5ଟା କଙ୍କଡ଼ାରେ ବୋଧେ କଂସାଏ ଝୋଳ ରଖିଛି। କିନ୍ତୁ ସତ କରି ସାଙ୍ଗମାନେ ଟେଷ୍ଟ ଥିଲା। କଙ୍କଡ଼ା ଝୋଳ ତମେ ଯେମିତି ବି କର ବିଶ୍ୱାସ କର ସାଙ୍ଗ ତା ଝୋଳଟା ଟେଷ୍ଟ ଲାଗିବ। ଗରମ ଗରମ ମାଆ ଝିଅ ଖାଇଦେଇଛି। ଆଉ ଆଙ୍କ ପାଇଁକି ବଡ଼ ବାବା ପାଇଁକି ରଖିଥିଲି। ଭାଉଜ ତ କଙ୍କଡ଼ା ଖାଆନ୍ତିନି। ମୋ ଭାଉଜ ମୋ ବଡ଼ ବୋଉ ବଡ଼ ବାପା ହଁ ସେଥିରେ ମଟନ୍ ବି ହେଇଥିଲା ଗୋଟେ। ମାନେ ଭାବୁଥାଉ ଏତେ ଆଡ଼େ ଗୋଟେ ମୋ ଇଚ୍ଛା ହେବ ଖାଇବାକୁ। ଏଇଠି ବୋଧେ ମୁଁ ରହିବାର 2-3 ବର୍ଷ ହେଲାଣି ଏଇଠି କେବେ କଙ୍କଡ଼ା ଝୋଳ ହେଇନି। ପ୍ରଥମ ଥର ପାଇଁ ଆଜି ହେବ କଙ୍କଡ଼ା ଝୋଳ। ପ୍ରତିଦିନ ଭାତ ତିଆରି ଖାଇବା କଙ୍କଡ଼ା ଝୋଳ। ମୋତେ କହିଲେ ତୋର ଗ୍ୟାସ୍ ହେଇଛି ତ ଦେହ ଖରାପ ତୁ ଖାଇବୁ। ଆଇଁଷକୁ ଛଡ଼ା କରି ନାହିଁ। ମୁଁ ଆଇଁଷକୁ ଛାଡ଼ିପାରିବି। ଆଉ ଯେତେବେଳେ ଶ୍ରାବଣ ମାସ ଥିବ ହର ହର ମହାଦେବ ବଞ୍ଚିବ ଯେ ଆଇଁଷ ଛଡ଼ା ହେବ। ଆଉ ଆଇଁଷ ଛାଡ଼ିବି ଜମା ସେଇଟା ହେବନି। ହଉ ସାଙ୍ଗମାନେ ବେଶୀ ରଖିଦେଲି। ଯଦି ତରକାରୀ କରେ ଦେହଟା ଯଦି ଭଲ ଲାଗିଲା ତାହେଲେ ଯିବି ଆପଣଙ୍କ ସହିତ ସେୟାର କରିବି। ୱେଟ୍ କରି ଦେଖନ୍ତୁ ଦେଖିବି। ଜଲ୍ଦି ଜଲ୍ଦି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ରହୁଛି।